ବନ୍ଧୁଗଣ, ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ ରାତ୍ରି। ଏହି ଦିନରେ ସମସ୍ତ ଭକ୍ତମାନେ ଭଗବାନ ଶିବଙ୍କର ପୂଜା ଓ ଆରାଧନା ଅତି ନିଷ୍ଠାର ସହିତ କରିଥାନ୍ତି ଏବଂ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ଭକ୍ତମାନେ ମହାଶିବରାତ୍ରି ବା ଜାଗର ବ୍ରତ ମଧ୍ୟ ପାଳନ କରିଥାନ୍ତି। ପୌରାଣିକ ଶାସ୍ତ୍ର ଅନୁଯାୟୀ ଫାଲ୍ଗୁନ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବିବାହ ହୋଇଥିଲା। ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ମହାଶିବରାତ୍ରିର ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା। ଏଥିସହିତ ବନ୍ଧୁଗଣ, ଆମେ ଜାଣିବା ଯେ ମହାଶିବରାତ୍ରି ଦିନ ଘରକୁ କ'ଣ ଆଣିବା ଶୁଭ, କେଉଁ କାମ କରିବା ଶୁଭ, କେଉଁ କାମ କରିବା ଅଶୁଭ, କେଉଁ ନିୟମ ପାଳନ କରିବେ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଫୁଲ ଶିବଲିଙ୍ଗରେ ଅର୍ପଣ କରିବେ, ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହେବ, ଜାଗର ଦୀପ ଜାଳିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଉଚିତ, ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କରିବା ଅଶୁଭ ଏବଂ ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ତେବେ ବନ୍ଧୁଗଣ, ଏହିସବୁ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଆମ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଏଥିସହିତ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହୃଦୟର ସହିତ ଲେଖନ୍ତୁ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଏହି ବର୍ଷ ମହାଶିବରାତ୍ରି ବା ଜାଗର ପର୍ବର ଶୁଭ ସମୟ ବିଷୟରେ। ବନ୍ଧୁଗଣ, ମହାଶିବରାତ୍ରି ଓଡ଼ିଶାରେ ଆସନ୍ତା ମାର୍ଚ୍ଚ 8 ତାରିଖରେ ପାଳନ କରାଯିବ। ମହାଶିବରାତ୍ରିର ଶୁଭ ସମୟ ଓ ପୂଜା ସମୟ ହେଉଛି ମହାଦୀପ ଉଠିବାର ସମୟ ମାର୍ଚ୍ଚ 8 ତାରିଖ ରାତ୍ରି 11:33 ଏବଂ ମହାଶିବରାତ୍ରିର ସମାପ୍ତ ସମୟ ବା ମହାଶିବରାତ୍ରିର ମହାଦୀପ ଉଠିବାର ସମାପ୍ତ ସମୟ ହେଉଛି ମଧ୍ୟରାତ୍ରି 12:21। ଏହି ସମୟରେ ମହାଦେବଙ୍କର ମନ୍ଦିରରେ ମହାଦୀପ ଲଗାଯିବ। ମହାଶିବରାତ୍ରି ବା ଜାଗର ପର୍ବର ପ୍ରଥମ ପ୍ରହରର ପୂଜାର ସମୟ ରହିଛି ସନ୍ଧ୍ୟା 5:54 ରାତ୍ରି 8:56। ଦ୍ୱିତୀୟ ପ୍ରହରର ପୂଜା ରହିଛି ରାତ୍ରି 8:56 ରାତ୍ରି 11:57। ତୃତୀୟ ପ୍ରହରର ପୂଜାର ସମୟ ରହିଛି ରାତ୍ରି 11:57 ରାତ୍ରି 2:59 ଏବଂ ଚତୁର୍ଥ ପ୍ରହରର ପୂଜାର ସମୟ ରହିଛି ରାତ୍ରି 2:59 ସକାଳ 6:01, ଯାହାକି ମାର୍ଚ୍ଚ 9 ତାରିଖ ଶନିବାର ଦିନ। ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ 8 ତାରିଖ ରାତ୍ରି 9:57 ଆରମ୍ଭ ହେଉଛି ଏବଂ ମାର୍ଚ୍ଚ 9 ତାରିଖ ସନ୍ଧ୍ୟା 6:17 ପର୍ଯ୍ୟନ୍ତ ରହୁଛି। ଏବେ ଆସନ୍ତୁ ଜାଣିବା ପବିତ୍ର ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ଏବଂ ଏହାପରେ ରହିଛି ଅନେକ କିଛି ଜିନିଷ ଜାଣିବା ପାଇଁ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା ମହାଶିବରାତ୍ରି ଦିନ ଘରକୁ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ। ବନ୍ଧୁଗଣ, ଏହି ଦିନ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାନା ପ୍ରକାରର ପୂଜାବିଧି ମଧ୍ୟ ପାଳନ କରିଥାନ୍ତି। କିନ୍ତୁ ଏହା ବ୍ୟତୀତ ଏମିତି କେତେକ ଜିନିଷ ରହିଛି ଯାହା ମହାଦେବଙ୍କର ଅତି ପ୍ରିୟ ଅଟେ। ତେବେ ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ସେହି ପବିତ୍ର ଜିନିଷ ଗୁଡ଼ିକ ବିଷୟରେ କହିବା ପାଇଁ ଯାଉଅଛୁ, ଯାହା ମଧ୍ୟରୁ ଗୋଟିଏ ଜିନିଷ ଆପଣ ଆସୁଥିବା ମହାଶିବରାତ୍ରି ଦିନ ନିଜ ଘରକୁ ନିଶ୍ଚୟ ଆଣନ୍ତୁ। ଦେଖିବେ ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ସାରା ବର୍ଷ ରହିବ। ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷକୁ ନିଜ ଘରକୁ ଆଣିଲେ ଭଗବାନ ଶିବ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ଓ ଆପଣଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ୟା ନିଶ୍ଚୟ ଦୂର ହୋଇଯିବ। ଏହା ସହିତ ଆପଣମାନଙ୍କର ଭାଗ୍ୟ ମଧ୍ୟ ବଦଳିଯିବ। ତେବେ ବନ୍ଧୁଗଣ, ଆସନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଏହି ଆସୁଥିବା ମହାଶିବରାତ୍ରି ଦିନ ଆପଣମାନେ ଏକ ଛୋଟ ଶିବଲିଙ୍ଗ ନିଶ୍ଚୟ ନିଜ ଘରକୁ ଆଣନ୍ତୁ। ଯଦି ବନ୍ଧୁଗଣ ଆପଣଙ୍କର ଘର ବଡ଼ ଅଛି, ତାହେଲେ ଆପଣ ପାରଦରେ ନିର୍ମିତ ଶିବଲିଙ୍ଗ ନିଶ୍ଚୟ ଆଣନ୍ତୁ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ପବିତ୍ର ଅଟେ। ବନ୍ଧୁଗଣ, ଏହି ଶିବଲିଙ୍ଗ ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଓ ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଥାଏ। ବନ୍ଧୁଗଣ, ଏହି ମହାଶିବରାତ୍ରି ଦିନ ଯଦି ଆପଣ ଭଗବାନ ଶିବଙ୍କର ତ୍ରିଶୂଳ ଆଣନ୍ତି,
ତାହେଲେ ଆପଣମାନଙ୍କର ଭାଗ୍ୟ ବଦଳିଯିବ। ହେଲେ ଆପଣ ଚାନ୍ଦିର ତ୍ରିଶୂଳ ଆଣିବା ପାଇଁ ଚେଷ୍ଟା କରନ୍ତୁ। ଏହି ତ୍ରିଶୂଳକୁ ଆପଣ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ମଧ୍ୟ କରିପାରିବେ। ଏହା ଆପଣଙ୍କ ଘର ଓ ପରିବାର ପାଇଁ ବହୁତ ଶୁଭ ହୋଇଥାଏ। ଏହି ତ୍ରିଶୂଳକୁ ଆପଣ ଘରକୁ ଆଣିଲେ ଆପଣଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଯଦି ବନ୍ଧୁଗଣ ଆପଣ ଏହି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କର ଡମ୍ବରୁ ଆଣିବେ ତାହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ରହିବ। ଆପଣ ଏହି ଦିନରେ ଏକ ଡମ୍ବରୁ ଆଣନ୍ତୁ ଓ ନିଜ ପୂଜାସ୍ଥଳରେ ରଖି ଏହାର ପୂଜା ନିଶ୍ଚୟ କରନ୍ତୁ। ପୂଜା କରିବା ପରେ ଆପଣ ନିଜ ଘର ମଧ୍ୟରେ ଥିବା କୌଣସି ଏକ ଛୁଆକୁ ଏହି ଡମ୍ବରକୁ ବଜାଇବା ପାଇଁ ଦିଅନ୍ତୁ। ଏହାଦ୍ୱାରା ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କର ଶରୀର ଅସୁସ୍ଥ ଅଛି ତାହେଲେ ସେ ବହୁତ ଶୀଘ୍ର ସୁସ୍ଥ ହୋଇଯିବେ ଓ ଏହି ଡମ୍ବରୁ ପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ। ତାହେଲେ ବନ୍ଧୁଗଣ ଏହି ମହାଶିବରାତ୍ରି ଦିନ ଆପଣ ଏହି ତିନୋଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ନିଶ୍ଚିତ ନେଇ ଆସନ୍ତୁ। ଦେଖିବାରେ ଆପଣମାନଙ୍କର ଭାଗ୍ୟ ନିଶ୍ଚିନ୍ତ ଭାବରେ ବଦଳିଯିବ। ଏବେ ଆସନ୍ତୁ ଜାଣିବା ଏହି ଦିନ କ'ଣ କରିବା ଶୁଭ ହୋଇଥାଏ। ବନ୍ଧୁଗଣ ମହାଶିବରାତ୍ରି ଦିନ ପ୍ରାତଃକାଳରୁ ଉଠି ସ୍ନାନ କରିବା ଉଚିତ ଏବଂ ଏହାପରେ ଶୁଭ କାଳରେ ମନ୍ଦିର ଯିବା ଉଚିତ। ମନ୍ଦିର ଯିବା ସମୟରେ ସଫାସୁତୁରା ପୋଷାକ ପିନ୍ଧିବା ଆବଶ୍ୟକ। ଏହି ଦିନ ଭଗବାନ ଶିବଙ୍କର ଆରାଧନା କରନ୍ତୁ ଏବଂ ମହାଦେବଙ୍କର ମନ୍ତ୍ର ଓମ୍ ନମଃ ଶିବାୟ ନିଶ୍ଚୟ ଜପ କରନ୍ତୁ। ଏହି ପବିତ୍ର ଅବସରରେ ଯଦି ଆପଣ ଉପବାସ ରଖୁଛନ୍ତି ତେବେ ଆପଣ ଭୋଜନ ଗ୍ରହଣ କରନ୍ତୁ ନାହିଁ ଏବଂ ଫଳମୂଳର ସେବନ କରନ୍ତୁ। ଏହାର ପରଦିନ ହିଁ ନିଜର ବ୍ରତ ଭାଙ୍ଗନ୍ତୁ। ଯଦି ଆପଣ କ୍ଷୁଧା ସହ୍ୟ କରିପାରୁନାହାନ୍ତି ତାହେଲେ ଆପଣ କେବଳ ଏକ ସମୟ ଭୋଜନ କରିପାରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପବିତ୍ର ଅବସରରେ ବା ପବିତ୍ର ମହାଶିବରାତ୍ରି ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ। ବନ୍ଧୁଗଣ ଏହି ଶୁଭ ଦିନରେ ଭୁଲରେ ମଧ୍ୟ ମାଂସ ଓ ମଦର ସେବନ କରନ୍ତୁ ନାହିଁ, ନଚେତ ଆପଣଙ୍କୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପବିତ୍ର ଦିବସରେ ବିଳମ୍ବ ପର୍ଯ୍ୟନ୍ତ ଆଦୌ ଶୁଅନ୍ତୁ ନାହିଁ, ନଚେତ ଆପଣ ଦୁର୍ଭାଗ୍ୟର ଶିକାର ହେବେ। ଏହା ସହିତ ଏହି ଦିନ ଗହମରୁ ତିଆରି ଖାଦ୍ୟ ପଦାର୍ଥର ସେବନ ଆଦୌ କରନ୍ତୁ ନାହିଁ। କେବଳ ଫଳମୂଳ ଏବଂ କ୍ଷୀରର ସେବନ କରନ୍ତୁ। ଯଦି ଆପଣ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଦିନ ଭୁଲରେ ମଧ୍ୟ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। ଯେତେ ସମ୍ଭବ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଏହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହେବେ। ଏହି ଦିନ ପତି ଓ ପତ୍ନୀ ଭୁଲରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ନଚେତ ଆପଣ ଭଗବାନ ଶିବଙ୍କର କ୍ରୋଧର ଶିକାର ହୋଇପାରନ୍ତି। ବନ୍ଧୁଗଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ନିମନ୍ତେ ଆପଣ ଏହି ଦିନ ଯେତେ ଅଧିକ ଦାନ କରିବେ ଆପଣଙ୍କୁ ସେତେ ଅଧିକ ମାତ୍ରାରେ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଆପଣଙ୍କର ପୁଣ୍ୟର ଅଧିକାରୀ ଆପଣଙ୍କୁ ଅନେକ ସଫଳତା ମଧ୍ୟ ଦେବ। ଏବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଆବଶ୍ୟକ। କିନ୍ତୁ ବନ୍ଧୁଗଣ ଭଗବାନଙ୍କୁ ପୂଜାକୁ ଅଥବା ବ୍ରତକୁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିବାକୁ ହେବ। ତେବେ ଯାଇ ଭଗବାନ ଶିବ ବା ଦେବଦେବ ମହାଦେବ ସନ୍ତୁଷ୍ଟ ହେବେ। କେବଳ ଏହା ନୁହେଁ ବନ୍ଧୁଗଣ, ଯେଉଁ ଲୋକମାନଙ୍କର ବିବାହରେ ବିଳମ୍ବ ଅଥବା ବିବାହରେ ବାଧାବିଘ୍ନ ସୃଷ୍ଟି ହେଉଛି ସେମାନଙ୍କର ମଧ୍ୟ ସମସ୍ତ ଦୁଃଖ କଷ୍ଟ ଦୂର ହେବ। ଏଥିପାଇଁ ଅବିବାହିତ ଲୋକ ଏହି ଦିନ ବ୍ରତ କରି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ଏହି ବର୍ଷ ମହାଶିବରାତ୍ରି ଦିନ ବହୁତ ଶୁଭଯୋଗ ବନୁଅଛି, ଯାହାଫଳରେ ଏହି ଦିନଟି ଅଧିକ ଖାସ୍ ହେବା ପାଇଁ ଯାଉଅଛି। ବନ୍ଧୁଗଣ ଆଜି ଆମେ ଆପଣମାନଙ୍କ ମହାଶିବରାତ୍ରି ପର୍ବରେ ଜଡ଼ିତ କିଛି ଉପାୟ କହିବା ପାଇଁ ଯାଉଅଛୁ, ଯାହା କରିବା ଦ୍ୱାରା ଆପଣଙ୍କର ମନସ୍କାମନା ଭଗବାନ ଶିବ ନିଶ୍ଚୟ ପୂରଣ କରିବେ। ଆସନ୍ତୁ ଏବେ ଜାଣିବା ସେହି ସବୁ ଉପାୟ ଗୁଡ଼ିକ ବିଷୟରେ। ଭୋଳାନାଥଙ୍କର କୃପାଦୃଷ୍ଟି ପାଇଁ ଆପଣ ମହାଶିବରାତ୍ରି ଦିନ ଗଙ୍ଗାଜଳ ମିଶ୍ରିତ କିଛି ଦୁଗ୍ଧରେ ଶିବଲିଙ୍ଗର ଅଭିଷେକ କରନ୍ତୁ। ଏହା ସହିତ ରାତ୍ରି ସମୟରେ ଶିବପୁରାଣ ପାଠ କରନ୍ତୁ। ଏହାଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହେବେ। ବ୍ୟବସାୟରେ ଲାଭ ପାଇବା ପାଇଁ ମହାଶିବରାତ୍ରି ଦିନ ଆପଣ ଦହିରେ ଶିବଲିଙ୍ଗଙ୍କର ଅଭିଷେକ କରନ୍ତୁ। ଏହା ସହିତ ଶିବଙ୍କ ପାଖରେ ଶୁଦ୍ଧ ଘିଅର ଦୀପ ପ୍ରସ୍ତୁତ କରି ଜଳାନ୍ତୁ ଏବଂ ଭୋଳାନାଥଙ୍କୁ ତାଙ୍କ ମନପସନ୍ଦର ଜିନିଷ ମଧ୍ୟ ଅର୍ପଣ କରନ୍ତୁ। ଯଦି ଆପଣ ଆର୍ଥିକ ପରିସ୍ଥିତିରେ ଗତି କରୁଛନ୍ତି ତେବେ ମହୁ ଏବଂ ଘିଅରେ ଭଗବାନ ଶିବଙ୍କର ଅଭିଷେକ କରାନ୍ତୁ। ଏହା ବ୍ୟତୀତ ଭୋଳାନାଥଙ୍କୁ ପ୍ରସାଦ ସ୍ୱରୂପ ଆଖୁ ବା ଆଖୁରସ ଅର୍ପଣ କରନ୍ତୁ। ଯଦି ଆପଣ କୌଣସି ଯାନବାହନ କିଣିବା ପାଇଁ ଚାହୁଁଛନ୍ତି ମାତ୍ର ସେଥିରେ ସଫଳ ହୋଇପାରୁନାହାନ୍ତି ତେବେ ଆପଣ ଶିବରାତ୍ରି ଦିନ ପଞ୍ଚାମୃତରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ। କୌଣସି ରୋଗରୁ ଉପଶମ ପାଇବା ପାଇଁ ହେଲେ ଗଙ୍ଗାଜଳ ଦେବଦେବ ମହାଦେବ ବା ଭୋଳାନାଥ
ବା ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହାପରେ ମହାମୃତ୍ୟୁଞ୍ଜୟର ମନ୍ତ୍ର ଜପ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣ ରୋଗରୁ ଉଦ୍ଧାର ପାଇପାରିବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଏକଦମ ସଠିକ୍ ହୋଇଯିବ। ଯଦି ବିବାହ ଯୋଗ ପାଇବା ପାଇଁ ଚାହୁଁଛନ୍ତି ତେବେ ଓମ୍ ପାର୍ବତୀ ପତେହେ ନମ ଏହି ମନ୍ତ୍ରଟିର ଜପ କରନ୍ତୁ। ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଏହା ସହିତ ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କର ପୂଜା କରନ୍ତୁ। ଆପଣଙ୍କର ଯେତେ ସବୁ ସମସ୍ୟା ରହିଛି ସବୁ ନିଶ୍ଚୟ ଦୂର ହେବ ଏବଂ ଆପଣଙ୍କର ବିବାହ ଯୋଗ ଖୋଲିଯିବ। ଏହି ଉପାୟ କରିବା ଦ୍ୱାରା ବିବାହରେ ହେଉଥିବା ସମସ୍ୟା ସବୁ ମଧ୍ୟ ଦୂର ହୋଇଯିବ। ସନ୍ତାନ ପ୍ରାପ୍ତି ପାଇଁ ମହାଶିବରାତ୍ରି ଦିନରେ ଶିବଲିଙ୍ଗରେ ଦୁଗ୍ଧ ଅର୍ପଣ କରନ୍ତୁ। ଏହା ସହିତ ଶିବ ଓ ମାତା ପାର୍ବତୀଙ୍କର ପୂଜା କରିବା ସହିତ ଶ୍ରୀ ଗଣେଶ ଏବଂ କାର୍ତ୍ତିକେୟଙ୍କର ପୂଜା ମଧ୍ୟ କରନ୍ତୁ। ବନ୍ଧୁଗଣ, ଏହା ଥିଲା ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ମନଲାଖି ଉପହାର ପାଇବା ପାଇଁ ଉପାୟ। ଯେବେ ଈଶ୍ୱର ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ। ତେଣୁ ଦୀର୍ଘ 1100 ବର୍ଷ ପରେ ପବିତ୍ର ମହାଶିବରାତ୍ରି ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧିରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଯେମିତିକି ଆପଣମାନେ ଜାଣିଥିବେ ଯେ ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ ରାଶିଚକ୍ରରେ ରହିଥିବା 12 ଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହି ମହାସଂଯୋଗ ପବିତ୍ର ଶିବରାତ୍ରି ଦିନ ଘଟୁଥିବାରୁ ଦେବଦେବ ମହାଦେବ ଏହି 8ଟି ରାଶିମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଯାଉଛନ୍ତି, ଯାହାଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଏହି ଶିବରାତ୍ରି ପରଠାରୁ ସୁନା ଭଳି ଚମକିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କ'ଣ ସବୁ ଘଟିବା ପାଇଁ ଯାଉଅଛି। ଆପଣଙ୍କ ପରିବାର ପାଇଁ ଆପଣଙ୍କର କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କଠାରେ ଖୁସିରେ ରହିବେ। ଧନ ସମ୍ପତ୍ତି ଭରପୁର ରହିବ। ଘର ଓ ପରିବାରରେ ସମସ୍ତେ ହସ ଖୁସିରେ ରହିବେ। ଆପଣ ବେଶୀ ଭାବୁକ ସ୍ୱଭାବର ହୁଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ମଧ୍ୟ ଲାଗିପାରେ ଓ ଆପଣଙ୍କର ଏଥିପାଇଁ ଦୁଃଖୀ ମଧ୍ୟ ଆପଣ ହୋଇପାରନ୍ତି। ବେପାର ବାଣିଜ୍ୟରେ ଭଲ ଲାଭ ହେବ। କାରବାର ଦିନକୁ ଦିନ ବୃଦ୍ଧି ହେବାର ଲାଗିବ। କୌଣସି ଜିନିଷର ଅଭାବ ରହିବ ନାହିଁ। ଆୟରେ ଆପଣଙ୍କର ବୃଦ୍ଧି ହେବ। ପୁରୁଣା ବୁଡ଼ି ଯାଇଥିବା ଟଙ୍କା ପଇସା ପୁଣି ଥରେ ନିଶ୍ଚିନ୍ତ ଭାବରେ ଆପଣଙ୍କ ପାଖକୁ ଫେରିଆସିବ। ଚାକିରିରେ ଆପଣଙ୍କର ପଦୋନ୍ନତି ନିଶ୍ଚିନ୍ତ ଭାବରେ ହୋଇପାରେ। ଯଦି ଭଲ ଜୀବନସାଥୀର ସନ୍ଧାନରେ ରହିଛନ୍ତି ତେବେ ତାହା ଆପଣଙ୍କର ଏହି ମହାଶିବରାତ୍ରି ପରଠାରୁ ନିଶ୍ଚିନ୍ତ ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଜୀବନସାଥୀ ମଧ୍ୟ ମିଳିବ। ପ୍ରେମ ସମ୍ପର୍କ ମଧୁର ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧ୍ୟ ଆପଣଙ୍କର ଅତି ମଧୁର ରହିବ। ଏବେଠାରୁ ଆପଣଙ୍କର ଆୟର ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। ତେଣୁ ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ମଧ୍ୟ ରହିଅଛି। ତେଣୁ ଟିକିଏ ଏଥିପ୍ରତି ଧ୍ୟାନ ରଖିବା ଦରକାର। ଆପଣଙ୍କର ସବୁଦିନ ହସ ଖୁସିରେ ବିତିବ। ଏଥିସହିତ କୌଣସି ବି ସମସ୍ୟା ମଧ୍ୟ ରହିବ ନାହିଁ। ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନହେଲେ ଅଯଥା ଏହା ଆପଣଙ୍କର ମୁଣ୍ଡବିନ୍ଧାର କାରଣ ମଧ୍ୟ ହୋଇପାରେ। ତେବେ ଏହି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମେଷ ରାଶି, ଦ୍ୱିତୀୟ ରାଶି ହେଉଛି ବୃଷ ରାଶି, ତୃତୀୟ ରାଶି ହେଉଛି ସିଂହ ରାଶି, ଚତୁର୍ଥ ରାଶି ହେଉଛି କନ୍ୟା ରାଶି, ପଞ୍ଚମ ରାଶି ହେଉଛି ବିଛା ରାଶି, ଷଷ୍ଠ ରାଶି ହେଉଛି ମକର ରାଶି, ସପ୍ତମ ରାଶି ହେଉଛି କୁମ୍ଭ ରାଶି ଏବଂ ଅଷ୍ଟମ ବା ଶେଷ ରାଶିଟି ହେଉଛି ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣମାନେ ଆମ ଚ୍ୟାନେଲକୁ ବର୍ତ୍ତମାନ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।